ଓମ୍ ନମଃ ଭଗବତେ ବାସୁଦେବାୟ। ଓಂ ନମଃ ଭଗବତେ ବାସୁଦେବାୟ। ଆଜି ଆମେ ପୁଣି ଥରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଗଭୀର ଜଳରାଶିରେ ବୁଡ଼ିବାକୁ ଯାଉଛେ। ଆଉ ଏଥର ଆମେ ସପ୍ତମ ସ୍କନ୍ଧ ଚତୁର୍ଥ ଭାଗର ଏକ ବହୁତ ମାର୍ମିକ ପ୍ରସଙ୍ଗ ଉପରେ ଆଲୋଚନା କରିବା। ହଁ, ଏହି ଅଂଶଟି ମହାଭାରତ ଯୁଦ୍ଧର ଠିକ୍ ପରବର୍ତ୍ତୀ ସମୟର ଗୋଟେ ଅତି ସମ୍ବେଦନଶୀଳ ଘଟଣା, ଯେତେବେଳେ ଅର୍ଜୁନ ବନ୍ଦୀ ଅଶ୍ୱତ୍ଥାମାଙ୍କୁ ଆଣୁଛନ୍ତି। ଆଚ୍ଛା, ସେ ଅଶ୍ୱତ୍ଥାମା ଯେ ପାଣ୍ଡବମାନଙ୍କର ଶୋଇଥିବା ପୁଅମାନଙ୍କୁ ମାରିଥିଲେ? ହଁ, ତାଙ୍କୁ ହିଁ ବାନ୍ଧି ଅର୍ଜୁନ ଦ୍ରୌପଦୀଙ୍କ ସାମ୍ନାକୁ ଆଣୁଛନ୍ତି। ଆଉ ସେଇଠି ଆରମ୍ଭ ହେଉଛି ପ୍ରକୃତ ଦ୍ୱନ୍ଦ୍ୱ। ଧର୍ମ କ'ଣ, କ୍ଷମା କ'ଣ, ଦଣ୍ଡ କ'ଣ, ଏସବୁକୁ ନେଇ। ଭଲ। ତେବେ ଆମର ଆଜିର ଏ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିବ ଏଇ ପଦଗୁଡ଼ିକର ଭିତରେ ଥିବା କଥାକୁ ବୁଝିବା। ଦେଖିବା କେମିତି ପୁଅମାନଙ୍କର ହତ୍ୟାକାରୀ ପାଇଁ ଦ୍ରୌପଦୀଙ୍କ ମନରେ କରୁଣା ଆସୁଛି। ଆଉ ଅନ୍ୟପଟେ ଭୀମଙ୍କର ସେ ପ୍ରଚଣ୍ଡ କ୍ରୋଧ, ସେ ନ୍ୟାୟ ମାଗୁଛନ୍ତି। ଏ ଦୁଇଟି ଭିତରେ ଥିବା ଧାର୍ମିକ ଆଉ ମାନବିକ ଦୃଷ୍ଟିକୋଣକୁ ଟିକେ ପରଖିବା। ହଁ, ଆଉ ଆମର ଏ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଉପରେ ହିଁ ଆଧାରିତ। ତେଣୁ ଆମର ଅନୁରୋଧ ଏହାର ତ୍ୱରା ମର୍ମ ବୁଝିବା ପାଇଁ ଆଲୋଚନାଟିକୁ ଶେଷ ଯାଏଁ ଶୁଣନ୍ତୁ। ଆଉ ଯଦି ଏମିତିକା ଆଲୋଚନା ଭଲ ଲାଗୁଛି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ହେଲା, ତେବେ ଆରମ୍ଭ କରିବା। ସୁତମୁନି କ'ଣ ବର୍ଣ୍ଣନା କରୁଛନ୍ତି? ଏ ହେଉଛି ସପ୍ତମ ସ୍କନ୍ଧ ଚତୁର୍ଥ ଭାଗର ପଦ ସଂଖ୍ୟା 132ରୁ 137। ହଁ, ଶୁଣନ୍ତୁ। ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ, ଅର୍ଜୁନ ନ ଶୁଣେଇ ତାହା। ଗୁରୁପୁତ୍ରକୁ କରି ଦୟା, ଯଦ୍ୟପି ଓଟେ ପୁତ୍ରଦ୍ରୋହୀ, ତଥାପି ବୋଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀରପାର୍ଥ, ବନ୍ଧନ କରି ଗୁରୁସୁତ, ଦ୍ରୌପଦୀ ଆଗେ ନେଇଦେଲା, ତୋ ରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ, ବନ୍ଧନ ପଶୁ ପାଶେ ଦେହି। ବାଃ, ଆରମ୍ଭରୁ ହିଁ ଗୋଟେ ବଡ଼ କଥା, ମାନେ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କର ଧର୍ମ ପରୀକ୍ଷା କରୁଛନ୍ତି। ହଁ, ସେ ନାନା ମତ ଦେଉଛନ୍ତି। ବୋଧହୁଏ ଅଶ୍ୱତ୍ଥାମାଙ୍କୁ ଦଣ୍ଡ ଦେବା ପାଇଁ କହୁଥିବେ, କିନ୍ତୁ ଅର୍ଜୁନ ଶୁଣୁନାହାନ୍ତି। କାହିଁକି? କାରଣ ତାଙ୍କ ମନରେ ଗୁରୁପୁତ୍ର ପାଇଁ ଦୟା। ଗୋଟେ ପଟେ ଅଶ୍ୱତ୍ଥାମା ହେଉଛନ୍ତି ପୁତ୍ରଦ୍ରୋହୀ, ପିଲାମାନଙ୍କୁ ମାରିଛନ୍ତି, କିନ୍ତୁ ଅନ୍ୟପଟେ ସେ ତ ଗୁରୁ ଦ୍ରୋଣଙ୍କ ପୁଅ। ଆଚ୍ଛା, ସେ ଦ୍ୱନ୍ଦ୍ୱ। ତେଣୁ ତାଙ୍କୁ ମାରିବାକୁ ଇଚ୍ଛା ନାହିଁ ଅର୍ଜୁନଙ୍କର। ହଁ, ସେଇଥିପାଇଁ ସେ ଉଠିପଡ଼ି ତାଙ୍କୁ ବାନ୍ଧି ଦେଉଛନ୍ତି। ମାରୁନାହାନ୍ତି, କିନ୍ତୁ ବାନ୍ଧୁଛନ୍ତି। ଆଉ ସିଧା ନେଇଯାଉଛନ୍ତି ଦ୍ରୌପଦୀଙ୍କ ପାଖକୁ। କହୁଛନ୍ତି, ତୋ ରିପୁ ସମ୍ଭାଳ। ଏଟାରେ ମାନେ କ'ଣ? ମାନେ ବୋଧହୁଏ ଅର୍ଜୁନ ଭାବୁଛନ୍ତି, ଯାହାର ସବୁଠୁ ବେଶି କ୍ଷତି ହେଇଛି ସେ ହିଁ ନିଷ୍ପତ୍ତି ନିଉ। ଏକ ପ୍ରକାର ଦାୟିତ୍ୱ ଦେଇଦେଉଛନ୍ତି ଦ୍ରୌପଦୀଙ୍କୁ। ଆଉ ଶେଷ ପଦରେ କୁହାଯାଇଛି, ନିନ୍ଦିତ କାମ କରି ସେ ଏମିତି ହୀନ ହୋଇଯାଇଛନ୍ତି ଯେ ବନ୍ଧା ହେଇଥିବ ପଶୁ ପରି ଦିଶୁଛନ୍ତି। ହଁ, ତାଙ୍କର ସେ ବ୍ରାହ୍ମଣପଣ, ବୀରପଣ ସବୁ ଯେମିତି ମଳିନ ପଡ଼ିଯାଇଛି ସେ ପାପ କାମ ପରେ। ଏହା ପରେ ଯାହା ଘଟୁଛି ସେଇଟା ତ ଆହୁରି ଆଶ୍ଚର୍ଯ୍ୟଜନକ। ଦ୍ରୌପଦୀଙ୍କର ପ୍ରତିକ୍ରିୟା। ଆସନ୍ତୁ ଶୁଣିବା ପରବର୍ତ୍ତୀ ପଦ 138ରୁ 153। ନିଶ୍ଚୟ। ଦ୍ରୌପଦୀ ତାର ରୂପ ଚାହିଁ ତକ୍ଷଣେ ଚିତ୍ତେ ଦୟା ବୋହି, ପୁତ୍ରଙ୍କ ରିପୁ ଏ ନିୟତ, ସ୍ୱଭାବେ ଦ୍ରୋଣ ଗୁରୁସୁତ, ଅନ୍ତରେ ନମସ୍କାର କଲା। ଅର୍ଜୁନ ମୁଖକୁ ଚାହିଁଲା, ବୋଲୋଇ ବେନି କରଯୋଡ଼ି, ବନ୍ଧନ ଦିଅ ବେଗେ ଫେଡ଼ି, ସ୍ୱଭାବେ ବିପ୍ର ଗୁରୁଜନ, ବିଶେଷେ ଦ୍ରୋଣଙ୍କ ନନ୍ଦନ, ରହସ୍ୟ ଧନୁର୍ବେଦ ଗ୍ରାମ, ବିସର୍ଗ ସଂହାର ସଂଯମ, ସକଳ ଅସ୍ତ୍ରଶସ୍ତ୍ର କଳା, ଯେ ଗୁରୁପଣେ ଶିଖାଇଲା, ସେହିଟି ପୁତ୍ର ରୂପେ ଜାତ, ଆତ୍ମାରୁ ଆପଣେ ସମ୍ଭୂତ, ସ୍ୱାମୀର ତହୁ ଅର୍ଦ୍ଧେ ଘେନି, ଯୁକତେ ଏହାର ଜନନୀ, ସ୍ୱାମୀର ସଙ୍ଗେ ସେ ନ ମଲା, ଯେଣୁ ଏ ପୁତ୍ର ତାର ଥିଲା। ତୁମ୍ଭେ ଧର୍ମଜ୍ୟ ମହାଭାଗ, ଏ ନୋହେ ତୁମ୍ଭ ଦଣ୍ଡଯୋଗ୍ୟ, ଏତର ଧର୍ମ ଗୁରୁକୁଳ, ଏହାକୁ ଭଲେ ପ୍ରତିପାଳ, ଏହାର ଗୌତମୀ ମାତା ସୁପୁଣ୍ୟବତୀ ପତିବ୍ରତ, ରୋଦନ ନ କରୁ ସେ ଶୋକେ, ମୋହର ପ୍ରାୟ ପୁତ୍ର ଦୁଃଖେ, କ୍ଷତ୍ରିୟ ଯେବେ ମୂଢ଼ପଣେ, କୋପ ସମ୍ପାଦେ ବିପ୍ରଗଣେ, ସେ କୋପେ ନିଜୁକୁଳ ଦହେ, ଏଣୁକେ ବିପ୍ରମନ୍ୟୁ ସହେ। ବାପରେ, ଏ କେମିତି ସମ୍ଭବ? ନିଜ 5 ପୁଅକୁ ଯେ ମାରିଛି ତାକୁ ଦେଖି ଦୟା ଆସୁଛି। ପ୍ରତିଶୋଧ ନୁହେଁ, କରୁଣା। ହଁ, ଏହା ହିଁ ଦ୍ରୌପଦୀଙ୍କ ମହାନତା। ସେ ଦେଖୁ ଦେଖୁ ଭାବୁଛନ୍ତି, ହଁ, ଏ ମୋ ପୁଅଙ୍କର ଶତ୍ରୁ, କିନ୍ତୁ ଏ ତ ଗୁରୁ ଦ୍ରୋଣଙ୍କ ପୁଅ। ଏଇ ଭାବନା ଆସିବା କ୍ଷଣି ସେ ମନେ ମନେ ନମସ୍କାର କରୁଛନ୍ତି ତାଙ୍କୁ। ଗୁରୁଙ୍କ ପ୍ରତି କି ସମ୍ମାନ! ଆଉ ତାପରେ ସିଧା ଅର୍ଜୁନଙ୍କୁ କହୁଛନ୍ତି, ବନ୍ଧନ ଦିଅ ବେଗେ ଫେଡ଼ି,
ମାନେ ତାକୁ ଛାଡ଼ି ଦିଅ। ହଁ, ଆଉ ତାପରେ ସେ ଯୁକ୍ତି ଦଉଛନ୍ତି ଗୋଟେ ପରେ ଗୋଟେ। ପ୍ରଥମେ ଏ ସ୍ୱଭାବରେ ବ୍ରାହ୍ମଣ ଗୁରୁଜନ, ଦ୍ୱିତୀୟରେ ଏ ଖାଲି ବ୍ରାହ୍ମଣ ନୁହନ୍ତି, ଆମ ସମସ୍ତଙ୍କର ପୂଜ୍ୟ ଗୁରୁ ଦ୍ରୋଣଙ୍କ ପୁଅ। ଆଉ ସେ ଗୁରୁ ଦ୍ରୋଣଙ୍କ କଥା ବି ମନେ ପକେଇ ଦଉଛନ୍ତି, ଯିଏ ଧନୁର୍ବେଦର ସବୁ ଗୁପ୍ତ କଥା ଶିଖେଇଥିଲେ। ଅସ୍ତ୍ର ଚଳେଇବା, ଫେରେଇ ଆଣିବା, ନିୟନ୍ତ୍ରଣରେ ରଖିବା, ଏସବୁ। ହଁ, ସେଇ ବିସର୍ଗ ସଂହାର ସଂଯମ। ସେ କହୁଛନ୍ତି ସେହି ଗୁରୁଙ୍କ ଆତ୍ମାରୁ ହିଁ ଏ ପୁଅ ଜନ୍ମ ହେଇଛି, ତେଣୁ ଗୁରୁଙ୍କ ଅଂଶ ସେ। କେବଳ ସେତିକି ନୁହେଁ, ତାଙ୍କ ମା ଗୌତମୀଙ୍କ କଥା ବି କହୁଛନ୍ତି। ହଁ, କୃପୀ ବା ଗୌତମୀ, ସେ ଦ୍ରୋଣଙ୍କ ସ୍ତ୍ରୀ। ସ୍ୱାମୀ ମଲା ପରେ ସେ ସତୀ ହେଲେନି, କାହିଁକିନା ଏଇ ପୁଅ ଥିଲା ତାଙ୍କ ପାଖେ, ତାରି ପାଇଁ ସେ ବଞ୍ଚିଥିଲେ। ଦ୍ରୌପଦୀ ଏଠି ନିଜେ ମା ହେଇ ଆଉ ଜଣେ ମାର ଦୁଃଖ ବୁଝିପାରୁଛନ୍ତି। ଏଟା ବହୁତ ମାର୍ମିକ। ତାପରେ ସେ ଅର୍ଜୁନଙ୍କୁ ଧର୍ମଜ୍ଞ ମହାଭାଗ କହିକି କହୁଛନ୍ତି, ଆପଣ ଧର୍ମ ଜାଣନ୍ତି, ଏ ଲୋକ ଆପଣଙ୍କ ଦ୍ୱାରା ଦଣ୍ଡ ପାଇବା ଯୋଗ୍ୟ ନୁହେଁ, କାରଣ ଏ ଆପଣଙ୍କୁ ଗୁରୁକୁଳର। ତାକୁ ଭଲରେ ରଖନ୍ତୁ ବୋଲି କହୁଛନ୍ତି। ଆଉ ସବୁଠୁ ହୃଦୟ ବିଦାରକ କଥା ହେଲା ଯେତେବେଳେ ସେ ନିଜ କଷ୍ଟ ସହ ତୁଳନା କରୁଛନ୍ତି। ହଁ, ସେ କହୁଛନ୍ତି, ତାଙ୍କ ମା ଗୌତମୀ ପରା, ପତିବ୍ରତା ପୁଣ୍ୟବତୀ, ମୋ ପରି ସେ ପୁତ୍ର ଶୋକରେ ନ କାନ୍ଦୁ। ନିଜେ ଏତେ କଷ୍ଟରେ ଥାଇ ବି ଆଉ ଜଣଙ୍କ ଦୁଃଖ ପାଇଁ ଏତେ ଚିନ୍ତା। ଶେଷରେ ଗୋଟେ ଚେତାବନୀ ବି ଦଉଛନ୍ତି ଯେ କ୍ଷତ୍ରିୟ ଯଦି ମୂର୍ଖାମି କରି ବ୍ରାହ୍ମଣଙ୍କୁ ରାଗେଇବ, ତେବେ ସେଇ ରାଗରେ ନିଜ ବଂଶ ପୋଡ଼ିଯିବ। ବ୍ରାହ୍ମଣର କୋପ କିଏ ସହିବ? ତେବେ ମୋଟାମୋଟି ଦ୍ରୌପଦୀଙ୍କ ଯୁକ୍ତି ହେଲା କ୍ଷମା, ଗୁରୁଭକ୍ତି, ମାନବିକତା ଆଉ ସାମାଜିକ ନିୟମ, ଏସବୁ ମିଶିଲେ ଯାଏ ଧର୍ମ। ହଁ, କେବଳ ପ୍ରତିଶୋଧ ନୁହେଁ। ଏତେ ଗଭୀର କଥା ଶୁଣିଲା ପରେ ବାକି ସମସ୍ତେ କ'ଣ କଲେ? ଆସନ୍ତୁ ଦେଖିବା ପରବର୍ତ୍ତୀ ପଦରେ 154ରୁ 157। ହଁ, ଶୁଣନ୍ତୁ। ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ ହରସେ ଯୁଧିଷ୍ଠିର ଶୁଣି ନକୁଳ ସହଦେବ ସାତ୍ୟକୀ ଅର୍ଜୁନ ପାନ୍ଧବ ଗୋବିନ୍ଦ ଆଦି ଶୁଣିକରି କୁନ୍ତି ସହିତେ ଯେତେ ନାରୀ ମୌନେ କିଛି ନ ବୋଇଲେ ସେ ଧର୍ମ ଅନ୍ତରେ ଜାଣିଲେ। ଆଚ୍ଛା, ତେବେ ଧର୍ମରାଜ ଯୁଧିଷ୍ଠିର ବହୁତ ଖୁସି ହେଲେ ଏ କଥା ଶୁଣି, ତାଙ୍କୁ ମନକୁ ପାଇଲା। ଖାଲି ସେ ନୁହନ୍ତି, ନକୁଳ, ସହଦେବ, ସାତ୍ୟକୀ, ଅର୍ଜୁନ ନିଜେ, ଏପରିକି ଭଗବାନ କୃଷ୍ଣ, ମାତା କୁନ୍ତି ଆଉ ଯେତେ ସ୍ତ୍ରୀ ଲୋକ ଥିଲେ ସମସ୍ତେ ଶୁଣିଲେ। କିନ୍ତୁ ସବୁଠୁ ବଡ଼ କଥା ହେଲା, କେହି କିଛି କହିଲେନି, ମୌନେ କିଛି ନ ବୋଇଲେ, ଚୁପ୍ ରହିଲେ। ହଁ, କାରଣ ସେମାନେ ମନେ ମନେ ଜାଣିପାରିଲେ ଯେ ଦ୍ରୌପଦୀ ଯାହା କହୁଛନ୍ତି ସେଇଟା ହିଁ ପ୍ରକୃତ ଉଚ୍ଚ ଧରଣର ଧର୍ମ। ତାଙ୍କ କଥାରେ ଏତେ ସତ୍ୟତା ଥିଲା, ଏତେ କରୁଣା ଥିଲା ଯେ ସମସ୍ତେ ମନେ ମନେ ସ୍ୱୀକାର କଲେ। ଏଇ ନୀରବତା ହିଁ ବୋଧେ ସବୁଠୁ ବଡ଼ ସମର୍ଥନ ଥିଲା ଦ୍ରୌପଦୀଙ୍କ ପାଇଁ, ନା? ନିଶ୍ଚୟ। ଏତେ ବଡ଼ ଅପରାଧ ପରେ ବି କ୍ଷମା କରିପାରିବାଟା ଗୋଟେ ଅସାଧାରଣ କଥା। କିନ୍ତୁ ସମସ୍ତେ କ'ଣ ସତରେ ଏକମତ ଥିଲେ? ମୋର ବି ସେଇ ସନ୍ଦେହ ହଉଛି। କେହି ନା କେହି ତ ଅଲଗା ଭାବୁଥିବେ। ଠିକ୍ ଅଛି, ସେଇଠି ଆସୁଛି କାହାଣୀର ଆଉ ଗୋଟେ ମୋଡ଼। କାରଣ ସେ ସଭାରେ ଜଣେ ଥିଲେ ଯିଏ ଏ କଥାରେ ବିଲକୁଲ ରାଜି ନଥିଲେ। ସେ ହେଲେ ଭୀମସେନ। ତାଙ୍କର ପ୍ରତିକ୍ରିୟା ଆସୁଛି ପରବର୍ତ୍ତୀ ପଦରେ 158ରୁ 164। ଆଚ୍ଛା, ଶୁଣିବା, ଭୀମ କ'ଣ କହୁଛନ୍ତି? ତାହାଙ୍କ ମଧ୍ୟେ ଭୀମସେନ କଟାକ୍ଷେ ଅରୁଣ ଲୋଚନ କୋପେ ଅନାଇ କୃଷ୍ଣ ମୁଖେ ବୋଲନ୍ତି ଅତି ମନ ଦୁଃଖେ ତୀକ୍ଷ୍ଣ ଖଡ଼ଗେ କାଟିଶିର ଏହାକୁ ନରକୁ ଉନ୍ଧର କି ପ୍ରୟୋଜନ କିବା ଅର୍ଥେ ଏ ପାପୁ ତରିବ କେମନ୍ତେ ଶୟନେ ଶିଶୁବଧ କଲା ସ୍ୱଭାବେ ଜିଉଁ ଜିଉଁ ମଲା ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି ଅଳ୍ପ ହାସେ ଭାବଗ୍ରାହୀ ବୋଲନ୍ତି ଅର୍ଜୁନଙ୍କୁ ଚାହିଁ। ଓହୋ, ଯେତେବେଳେ ସମସ୍ତେ ଚୁପ୍, ଭୀମଙ୍କ ଆଖି ପୁରା ଲାଲ, ରାଗରେ ଜଳୁଛନ୍ତି ସେ। ହଁ, ତାଙ୍କ ଭିତରେ ସେ କ୍ଷତ୍ରିୟର କ୍ରୋଧ ଆଉ ବାପାର ଦୁଃଖ ଦୁଇଟା ଯାକ ମିଶିଯାଇଛି। ସେ ରାଗରେ ଆଉ ଦୁଃଖରେ ସିଧା କୃଷ୍ଣଙ୍କୁ ଚାହୁଁଛନ୍ତି। ଆଉ ତାଙ୍କ ଦାବି ଏକଦମ ସ୍ପଷ୍ଟ, ତୁରନ୍ତ ଦଣ୍ଡ, ତୀକ୍ଷ୍ଣ ଖଡ଼ଗେ କାଟିଶିର, ମୁଣ୍ଡ କାଟିଦିଅ ଏହାର। ଆଉ ସେ ଯୋଉ କହିଲେ ଏହାକୁ ନରକୁ ଉଦ୍ଧର, ସେଇଟା ବୋଧେ ବ୍ୟଙ୍ଗ୍ୟରେ କହିଲେ। ହଁ, ପୁରା ବ୍ୟଙ୍ଗ, ମାନେ ମାରିଦିଲେ ଯାଇ ଏ ପାପର ଭାର କମିବ। ଏଇଟା ହିଁ ଏକମାତ୍ର ନ୍ୟାୟ ଏମିତି ପାପୀ ପାଇଁ। ଭୀମଙ୍କ ଯୁକ୍ତି ହେଲା, ଏମିତି ଲୋକକୁ ବଞ୍ଚେଇ ରଖି ଲାଭ କ'ଣ? ସେ ପଚାରୁଛନ୍ତି, ଏ କେମିତି ନିଜ ପାପରୁ ମୁକ୍ତି ପାଇବ ଯଦି ଦଣ୍ଡ ନ ପାଇବ? ଆଉ ତାଙ୍କ ରାଗର ମୂଳ କାରଣଟା ସେ ସ୍ପଷ୍ଟ କରୁଛନ୍ତି। ଶୟନେ ଶିଶୁବଧ କଲା, ଶୋଇଥିବା ପିଲାଙ୍କୁ ମାରିବାଠୁ ବଡ଼ ପାପ ଆଉ କ'ଣ ଅଛି? ତେଣୁ ସେ ତ ସ୍ୱଭାବେ ଜିଉଁ ଜିଉଁ ମଲା, ମାନେ ବଞ୍ଚିଥିଲେ ବି ମଲା ପରି। ତେଣୁ ଭୀମଙ୍କ ପାଇଁ ନ୍ୟାୟ ଆଉ ଦଣ୍ଡ ହିଁ ସବୁଠୁ ବଡ଼ ଧର୍ମ।
କ୍ଷମା କରିବା ମାନେ ଅନ୍ୟାୟକୁ ସହିଯିବା। ଏକଦମ। ତେଣୁ ଏଠି ଦୁଇଟା ପୁରା ବିପରୀତ ଚିନ୍ତାଧାରା। ଗୋଟେ ପଟେ ଦ୍ରୌପଦୀଙ୍କର କ୍ଷମା, କରୁଣା, ଆଉ ଗୋଟେ ଭୀମଙ୍କର କଠୋର ନ୍ୟାୟ, ଦଣ୍ଡ। ଆଉ ଏ ଦୁଇଟା କଥା ଶୁଣି ଭଗବାନ କୃଷ୍ଣ କଣ କରୁଛନ୍ତି? ଟିକେ ହସୁଛନ୍ତି, ଅଳ୍ପ ହାସେ ଭାବଗ୍ରାହୀ। ହଁ, ସେଇ ହସଟା ବହୁତ ଗଭୀର। ବୋଧହୁଏ ସେ ଧର୍ମର ଏଇ ଜଟିଳତାକୁ ଦେଖି ହସୁଛନ୍ତି। କାରଣ ଦେଖିଲେ ଦୁଇଟା ଯାକ କଥା, କ୍ଷମା ବି ଦଣ୍ଡ ବି ନିଜ ନିଜ ଜାଗାରେ ଠିକ୍ ଲାଗୁଛି। ହଁ, କାହାକୁ ଭୁଲ କହିହେବନି। ଏମିତି ଦ୍ୱନ୍ଦ୍ୱର ସମାଧାନ ସହଜ ନୁହେଁ ବୋଲି ବୋଧେ ଭଗବାନ ବି ଭାବୁଛନ୍ତି। ସେଇ ହସ ପରେ ସେ ଅର୍ଜୁନଙ୍କୁ ଚାହିଁ କିଛି କହିବାକୁ ଆରମ୍ଭ କରୁଛନ୍ତି। ସେ କଥା ଆଗକୁ ଆସିବ। ତେବେ ଏଇ ଯେଉଁ ପଦଗୁଡ଼ିକ ଆମେ ଆଲୋଚନା କଲେ, ଏ ଆମକୁ ଗୋଟେ ବଡ଼ ଦ୍ୱନ୍ଦ୍ୱ ଭିତରେ ଛାଡ଼ି ଦେଉଛି। ଗୋଟେ ପଟେ ଅଶ୍ୱତ୍ଥାମାର ଭୟଙ୍କର ଅପରାଧ, ଆଉ ଗୋଟେ ପଟେ ଦ୍ରୌପଦୀଙ୍କର ସେ ଅସୀମ କ୍ଷମା, ଯାହା ଭିତରେ ଗୁରୁପୁତ୍ର ସମ୍ପର୍କ, ବ୍ରାହ୍ମଣ ହତ୍ୟାର ପାପ ଭୟ, ଆଉ ଗୋଟେ ମାର ମନ, ସବୁକିଛି ଅଛି। ଆଉ ତୃତୀୟରେ ଭୀମସେନଙ୍କର ସେ ଯଥାର୍ଥ କ୍ରୋଧ, ନ୍ୟାୟ ପାଇଁ, ଦଣ୍ଡ ପାଇଁ ତାଙ୍କର ଦାବି। ଯୁଧିଷ୍ଠିର ଆଉ ବାକି ସମସ୍ତେ ଦ୍ରୌପଦୀଙ୍କ କଥାର ଗଭୀରତା ବୁଝି ଚୁପ୍ ରହିଲେ ସତ, କିନ୍ତୁ ଭୀମଙ୍କ ପ୍ରତିକ୍ରିୟା ବି ତ ସ୍ୱାଭାବିକ ଲାଗୁଛି ନା? ନିଶ୍ଚୟ। ଏ ପୁରା ଘଟଣାଟି ପ୍ରକୃତରେ ଧର୍ମ କେତେ ସୂକ୍ଷ୍ମ ଆଉ କେତେ ଜଟିଳ ସେଇଟା ଦେଖେଇ ଦେଉଛି। ପ୍ରକୃତ ଧର୍ମ କୋଉଟା ଏଠି? କ୍ଷମା କରିବା ନା ଦଣ୍ଡ ଦେବା? କରୁଣା ବଡ଼ ନା ନ୍ୟାୟ ବଡ଼? ଗୁରୁଭକ୍ତି ଗୁରୁତ୍ୱପୂର୍ଣ୍ଣ ନା କର୍ତ୍ତବ୍ୟ? ବ୍ରାହ୍ମଣ ହତ୍ୟାର ପାପର ଭୟ ଅଧିକ ନା ଅନ୍ୟାୟର ପ୍ରତିକାର ଜରୁରୀ? କୌଣସି ସହଜ ଉତ୍ତର ନାହିଁ। ଏଥିରୁ ହିଁ ଜଣାପଡ଼ୁଛି ଯେ ଧର୍ମର ରାସ୍ତା ସବୁବେଳେ ସିଧା ନଥାଏ। ପରିସ୍ଥିତି, ଲୋକ, କାମ, ସମ୍ପର୍କ, ସମାଜର ନିୟମ ଏସବୁକୁ ଦେଖିକି ନିଷ୍ପତ୍ତି ନେବାକୁ ପଡ଼େ। ଆଉ ସେ ନିଷ୍ପତ୍ତି ପ୍ରାୟତଃ ବହୁତ କଷ୍ଟକର ହୁଏ। ହଁ, ପ୍ରତ୍ୟେକ ପଦକ୍ଷେପର ନିଜର କାରଣ ବି ଥାଏ ଆଉ ପରିଣାମ ବି ଥାଏ। ଏହା ଶ୍ରୋତାମାନଙ୍କ ପାଇଁ ବି ଗୋଟେ ଚିନ୍ତା କରିବାର ବିଷୟ ଛାଡ଼ି ଯାଉଛି। କ'ଣ ସେ ଚିନ୍ତା? ଯେ ପାଣ୍ଡବଙ୍କ ପରି ଧାର୍ମିକ ଲୋକଙ୍କ ଭିତରେ, ଏପରିକି ଦ୍ରୌପଦୀଙ୍କ ପରି ଜ୍ଞାନୀ ମହିଳାଙ୍କ ମଧ୍ୟରେ ଧର୍ମକୁ ନେଇ ଏତେ ଅଲଗା ଅଲଗା ମତ, ଆଉ ସେ ବି କାହା ସାମ୍ନାରେ? ସ୍ୱୟଂ ଭଗବାନ କୃଷ୍ଣଙ୍କ ସାମ୍ନାରେ। ଏଇଟା ଧର୍ମର ପ୍ରକୃତ ରୂପ ବିଷୟରେ କ'ଣ କହୁଛି? ଆଉ କଠିନ ପରିସ୍ଥିତିରେ ଠିକ୍ ନିଷ୍ପତ୍ତି ନେବା କେତେ ଯେ ଜଟିଳ ସେଟା ବି ସୂଚଉଛି ନା? ଏକଦମ। ଏ ବିଷୟରେ ଶ୍ରୋତାମାନେ କ'ଣ ଭାବୁଛନ୍ତି, ସେମାନଙ୍କ ମତାମତ ନିଶ୍ଚୟ ଜଣେଇବା କଥା। ହଁ, କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ ଲେଖି ନିଜର ବିଚାର ଜଣାଇ ପାରିବେ। ତେବେ ଏଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ଏହାର ସମାଧାନ କ'ଣ ହେଲା? ଶେଷରେ କୃଷ୍ଣ କ'ଣ କହିଲେ? ଅର୍ଜୁନ କ'ଣ କଲେ? ସେ କଥା ଜାଣିବାକୁ ହେଲେ ଆମର ପରବର୍ତ୍ତୀ ଆଲୋଚନାକୁ ଅପେକ୍ଷା କରିବାକୁ ପଡ଼ିବ। ହଁ, ନିଶ୍ଚୟ। ଯଦି ଆଜିର ଏ ଆଲୋଚନା ଭଲ ଲାଗିଥାଏ ଆଉ ଓଡ଼ିଆ ଭାଗବତର ଏମିତି ଗଭୀର କଥା ଆଗକୁ ବି ଶୁଣିବାକୁ ଇଚ୍ଛା ଅଛି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ପୁଣି ଦେଖାହେବା ଆଗାମୀ ଆଲୋଚନାରେ। ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।